ନମସ୍କାର ବନ୍ଧୁଗଣ, କାହାଣୀ 3.0 ଷ୍ଟୋରିକୁ ସ୍ୱାଗତ। ଆସନ୍ତୁ କାହାଣୀ ଆରମ୍ଭ କରିବା। ସୁମନ 22 ବର୍ଷ ବୟସରେ ବିବାହ କରିଥିଲେ। ସେ ସୁନ୍ଦର, ବୁଦ୍ଧିମାନ ଏବଂ ସଂସ୍କାରୀ ଥିଲେ। କିନ୍ତୁ ଭାଗ୍ୟ ତାଙ୍କ ସହିତ ଭଲ କରିନଥିଲା। ତାଙ୍କ ସ୍ୱାମୀ ରାକେଶ ଜଣେ ମଦ୍ୟପ ଥିଲେ। ସେମାନଙ୍କ ବିବାହ ପ୍ରାରମ୍ଭରେ ସୁମନ ଅନୁଭବ କରିଥିଲେ ଯେ ସେ କେବେ ବି ଏକ ଭଲ ଜୀବନସାଥୀ ହୋଇପାରିବେ ନାହିଁ। ରାକେଶ ପ୍ରାୟତଃ ମଦ ପିଇ ଘରକୁ ଆସୁଥିଲେ ଏବଂ କିଛି ଚିନ୍ତା ନ କରି ଶୋଇପଡ଼ୁଥିଲେ। ସୁମନ ଅନେକ ରାତି ଏକା ବିତାଇଥିଲେ, କୌଣସି ଘନିଷ୍ଠତା କିମ୍ବା ପ୍ରେମ ବିନା। ସେମାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ଏତେ ବଢ଼ିଗଲା ଯେ ଦୁହେଁ କେବଳ ଏକ ନାମକୁ ମାତ୍ର ଦମ୍ପତି ବ୍ୟତୀତ ଆଉ କିଛି ରହିଲେ ନାହିଁ। ସୁମନଙ୍କର ଏକ ଯୁବ ଶରୀର ଏବଂ କିଛି ଆବଶ୍ୟକତା ଥିଲା, କିନ୍ତୁ ତାଙ୍କ ସ୍ୱାମୀ କେବେ ତାଙ୍କ ପ୍ରତି ଧ୍ୟାନ ଦେଲେ ନାହିଁ। ବିବାହର 11 ବର୍ଷ ପରେ ଯେତେବେଳେ ପରିସ୍ଥିତି ଖରାପ ହୋଇଗଲା, ସୁମନ ତାଙ୍କ ବାପା ମାଙ୍କ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ। ଏବେ ସେ ତାଙ୍କ କକା, ତାଙ୍କ ଭାଇ ଭାଉଜ ଏବଂ ସେମାନଙ୍କ ପିଲାମାନଙ୍କ ସହିତ ରହୁଥିଲେ। ପରିବାରରେ ତାକୁ ଭଲ ପାଉଥିଲେ, କିନ୍ତୁ ତା ହୃଦୟର ଏକାକୀତାକୁ କିଛି ଦୂର କରି ପାରିନଥିଲା। ବିବେକ ପିଲାଦିନରୁ ତା ପିଉସୀଙ୍କର ପ୍ରିୟ ଥିଲା। ଯେତେବେଳେ ସେ ଛୋଟ ଥିଲା, ତା ପିଉସୀ ତାକୁ ଖାଇବାକୁ ଦେଉଥିଲା, କାହାଣୀ ଶୁଣାଉଥିଲା ଏବଂ ତା କେଶକୁ ହାତ ମାରୁଥିଲା। କିନ୍ତୁ ଏବେ ସେ ବଡ଼ ହୋଇଯାଇଥିଲା। 22 ବର୍ଷ ବୟସର ଯୁବକ। ତା ନିର୍ଦ୍ଦୋଷତା ପୁରୁଷତ୍ୱରେ ପରିଣତ ହେଉଥିଲା। ଗ୍ରୀଷ୍ମ ଛୁଟିରେ ସେ ଯେତେବେଳେ ଗାଁକୁ ଆସିଥିଲା, ତ ସେ ପ୍ରଥମ ଥର ପାଇଁ ତା ପିଉସୀଙ୍କୁ ଭିନ୍ନ ଭାବରେ ଦେଖିଥିଲା। ଯେତେବେଳେ ତା ପିଉସୀ ଶାଢ଼ୀ ପିନ୍ଧି ତା ପାଖ ଦେଇ ଯାଉଥିଲା, ସେ ତା ଚାଲିବାରେ ଏକ ଅଦ୍ଭୁତ ଆକର୍ଷଣ ଅନୁଭବ କରୁଥିଲା। ସେ ପୂର୍ବରୁ ମଧ୍ୟ ସୁନ୍ଦରୀ ଥିଲେ, କିନ୍ତୁ ଯେତେବେଳେ ସେ ସେହି ବାଟ ଦେଇ ଯାଉଥିଲା, ତା ଆଖିରେ ଏକ ଅଦ୍ଭୁତ ଆକାଂକ୍ଷା, ଏକ ଅବ୍ୟକ୍ତ ତୃଷ୍ଣା ଝଲସୁଥିଲା। ଏଥର ମଧ୍ୟ ଗାଁ ପରିବେଶ ପୂର୍ବ ପରି ଶାନ୍ତ ଏବଂ ଘନିଷ୍ଠ ଥିଲା। ଗ୍ରୀଷ୍ମ ଅପରାହ୍ନ ଥିଲା। ସୂର୍ଯ୍ୟ କିରଣ ଅଗଣାରେ ଝଲସୁଥିଲା। ଘରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଠିକ୍ ସେତିକିବେଳେ କେହି ଜଣେ ଦ୍ୱାର ବାଡ଼େଇଲେ। ସୁମନଙ୍କ ଭାଉଜ ଭିତରୁ ଡାକ ପକାଇଲେ, "ଆରେ, କେହି ଅଛ କି? ଦେଖ, କିଏ ଆସିଛି।" ଦ୍ୱାର ପାଖରେ ଠିଆ ହୋଇଥିବା ପୁଅଟି ହସକୁ ଦବାଇ ଦେଉଥିଲା। ବିବେକ ଫେରି ଆସିଥିଲା। ଘରଟି କୋଳାହଳରେ ପରିଣତ ହୋଇଗଲା। ତା ମା ଦୌଡ଼ି ଆସି ତାକୁ କୁଣ୍ଢାଇ ପକାଇଲା। ତା ବାପା ତା ମୁଣ୍ଡରେ ହାତ ଥୋଇଲେ। ତାଙ୍କ ସାନ ଭାଇ ଭଉଣୀମାନେ ତାଙ୍କୁ କୁଣ୍ଢାଇ ପକାଇଲେ ଏବଂ ତାପରେ ସେ ତାଙ୍କ ପାଖକୁ ଚାଲିଗଲେ। ସୁମନ ସିଫନ୍ ଶାଢ଼ୀ ପିନ୍ଧିଥିବା ତାଙ୍କ ପିଉସୀ ତାଙ୍କ କେଶ ସାମାନ୍ୟ ଓଦା ଥିବା ଅବସ୍ଥାରେ ତାଙ୍କୁ ଦେଖୁଥିଲେ। ବିବେକ ବାହୁ ଲମ୍ବାଇ କହିଲେ, "ପିଉସୀ, ତୁମେ ମୋତେ ଭେଟିବ ନାହିଁ?" ସୁମନ ଟିକିଏ ଦ୍ୱିଧା କଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବିବେକ ତାଙ୍କୁ ନିଜ ଶକ୍ତିଶାଳୀ ବାହୁରେ ଦୃଢ଼ ଭାବରେ ଜାବୁଡ଼ି ଧରିଲେ। ଗ୍ରୀଷ୍ମ ଦିନର ଦ୍ୱିପ୍ରହରରେ ବି ଏକ ଅଦ୍ଭୁତ ଶୀତଳତା ତାଙ୍କ ଭିତରେ ଖେଳିଗଲା। ତାଙ୍କ ନିଃଶ୍ୱାସରେ ଏକ ସ୍ୱତନ୍ତ୍ର ସୁଗନ୍ଧ ଥିଲା। ତାଙ୍କ ଆସକ୍ତିର ସ୍ପର୍ଶରେ ଏକ ଅଦ୍ଭୁତ ଶକ୍ତି ତାଙ୍କୁ ପୂର୍ଣ୍ଣ କରିଦେଇଥିଲା। ସୁମନ ତୁରନ୍ତ ଦୂରେଇ ଯାଇ କହିଲେ, "ବାସ୍ ବାସ୍, ତୁମେ ବି ବଡ଼ ହୋଇଗଲଣି। ମୋତେ ଏତେ ଜୋରରେ ଜାବୁଡ଼ି ଧର ନାହିଁ।" ସେ ହସିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ସ୍ୱର ଟିକେ ଥରି ଉଠିଲା। ବିବେକ ମଧ୍ୟ ତାଙ୍କ ଆଖିରେ କିଛି ଅଦ୍ଭୁତ ଦେଖିଲେ, ଯେପରି ସେ ନିଜକୁ ଅଟକାଇ ରଖିଛନ୍ତି। ବିବେକ ଚାଲିଯିବା ପରେ ପରିବେଶ ଅଧିକ ଆନନ୍ଦିତ ହୋଇଗଲା। ସମସ୍ତେ ଖାଇବା ସମୟରେ ହସ ଖୁସିରେ କଥା ହେଉଥିଲେ, କିନ୍ତୁ ସୁମନ ଏବେ ବି ଟିକେ ଅସ୍ଥିର ଥିଲା। ବିବେକ ତାଙ୍କୁ ତାଙ୍କ କୋଳରେ ଜାବୁଡ଼ି ଧରିଥିବା ମୁହୂର୍ତ୍ତକୁ ମନେ ପକାଇ ତାଙ୍କ ହୃଦୟ ଏବେ ବି ଧଡ଼କାଇ ଉଠିଲା। ସେ ଏତେ ଦିନ ହେଲା ଜଣେ ପୁରୁଷର କବଳ ଅନୁଭବ କରିନଥିଲା। ଯେତେବେଳେ ସେମାନେ ସେହି ରାତିରେ ଶୋଇବାକୁ ଗଲେ, ବିବେକ ବାରଣ୍ଡାରେ ବସିଥିଲେ। ତାଙ୍କୁ ଅଜବ ଅନୁଭବ ହେଉଥିଲା। ସେ ତାଙ୍କ ପିଉସୀଙ୍କୁ କୁଣ୍ଢାଇବା ମାତ୍ରେ କାହିଁକି କିଛି ପରିବର୍ତ୍ତନ ହେଲା ବୋଲି ସେ ଭାବିଲେ। ତାଙ୍କ ମନ ଅସ୍ଥିର ହୋଇଗଲା। ଠିକ୍ ସେହି ସମୟରେ ସୁମନ ପାଣି ଆଣିବାକୁ ଆସିଲେ। ସେ ପଚାରିଲେ, "ତୁମେ ଏ ପର୍ଯ୍ୟନ୍ତ ଶୋଇନାହଁ?" ବିବେକ ଉତ୍ତର ଦେଲେ, "ମୁଁ ଶୋଇପାରୁନାହିଁ ପିଉସୀ।"
ସୁମନ ଆସି ତାଙ୍କ ପାଖରେ ବସିଲେ। ଏକ ଚାନ୍ଦିନୀ ରାତି ଥିଲା। ଥଣ୍ଡା ପବନ ବହୁଥିଲା। ବିବେକ କହିଲେ, ଏହା ଅଦ୍ଭୁତ ଲାଗୁଛି। ଫେରି ଆସିବା ପରେ ସବୁ କିଛି ବଦଳି ଯାଇଛି ବୋଲି ଅନୁଭବ ହେଉଛି। ସୁମନ ତାଙ୍କୁ ଚାହିଁ କହିଲେ, କିଛି ବଦଳି ନାହିଁ ପୁଅ। ତୁମେ ବଡ଼ ହୋଇଗଲଣି। ଏବେ ପରିସ୍ଥିତି ଭିନ୍ନ ଅନୁଭୂତ ହୁଏ। ବିବେକ ତାଙ୍କ ଆଖିକୁ ଚାହିଁଲେ। ସୁମନ କିଛି ସମୟ ପାଇଁ ନୀରବ ରହିଲେ। ତାପରେ ସେ ଉଠି ଚାଲିଯିବାକୁ ଲାଗିଲେ। କିନ୍ତୁ ସେ ଯିବା ସମୟରେ ତାଙ୍କ ଦୁପଟା ହାଲୁକା ଭାବରେ ବିବେକର ହାତକୁ ସ୍ପର୍ଶ କଲା। ରାତି ପୁଣି ଘରକୁ ଫେରି ଆସିଥିଲା। ଗାଁ ନୀରବ ଥିଲା। ଘରର ସମସ୍ତେ ନିଜ ନିଜ କାମ ସାରି ଶୋଇପଡ଼ିଥିଲେ। କିନ୍ତୁ ବିବେକ ଶୋଇପାରିଲେ ନାହିଁ। ସେ ଛାତକୁ ଚାହିଁ ଖଟିଆରେ ପଡ଼ି ରହିଥିଲେ। ଠିକ୍ ସେତିକିବେଳେ ଭିତର କୋଠରୀରେ ଏକ କୋଳାହଳ ହେଲା। ସୁମନ ଉଠି ରୋଷେଇ ଘରକୁ ଗଲା, ହୁଏତ ପାଣି ଆଣିବାକୁ। ବିବେକର ହୃଦୟରେ ହଠାତ୍ କିଛି ଆନ୍ଦୋଳିତ ହେଲା। ସେ ଉଠି ବାହାରକୁ ଗଲା ଏବଂ କିଛି ନ ଭାବି ରୋଷେଇ ଘରକୁ ଚାଲିଗଲା। ସୁମନ ପାଣିରେ ଏକ ଗ୍ଲାସ୍ ଭର୍ତ୍ତି କରୁଥିଲା। ତାଙ୍କ ପଛଦ୍ୱାର ପାଖକୁ ଥିଲା ଏବଂ ଚନ୍ଦ୍ରାଲୋକରେ ତାର ଛାଇ କାନ୍ଥରେ ପଡ଼ିଥିଲା। ବିବେକ ଦ୍ୱାର ପାଖରେ ଚୁପଚାପ ଠିଆ ହୋଇଥିଲା। ସେ ପୂର୍ବରୁ କେବେ ତାର ପିଉସୀଙ୍କୁ ଏପରି ଦେଖିନଥିଲା। ସୁମନ ପାଣି ପିଇଲା ଏବଂ ସେ ବୁଲି ପଡ଼ିବା ସମୟରେ ଦ୍ୱାର ପାଖରେ ବିବେକଙ୍କୁ ଠିଆ ହୋଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସେ କହିଲା, ଆରେ ତୁମେ ଏଠାରେ ଶୋଇନାହଁ କି? ବିବେକ ଧୀରେ ଉତ୍ତର ଦେଲା, ମୁଁ ଶୋଷିତ ଥିଲି। ସୁମନ ଆଉ ଏକ ଗ୍ଲାସ୍ ଭର୍ତ୍ତି କରି ତାଙ୍କ ଆଡ଼କୁ ବଢ଼ାଇଲା। ଯେତେବେଳେ ସେ ଗ୍ଲାସ୍ ନେଲା, ସୁମନଙ୍କ ଆଙ୍ଗୁଠି ତାଙ୍କ ହାତକୁ ହାଲୁକା ଭାବରେ ସ୍ପର୍ଶ କଲା। କେବଳ ଏକ ସ୍ପର୍ଶ, କିନ୍ତୁ ଏହା ଅନୁଭବ ହେଲା ଯେପରି ତାଙ୍କ ସମଗ୍ର ଶରୀରରେ ଏକ ସାମାନ୍ୟ ବିଦ୍ୟୁତ୍ ପ୍ରବାହିତ ହେଲା। ସୁମନ ତୁରନ୍ତ ତାଙ୍କ ହାତକୁ ପଛକୁ ଟାଣି ବାହାରକୁ ଶୀଘ୍ର ଆସିଲେ। ଏବେ ଶୋଇପଡ଼, ଡେରି ହୋଇଗଲାଣି। କିନ୍ତୁ ବିବେକ ସେଠାରେ ଠିଆ ହୋଇ ତାଙ୍କ ହାତକୁ ଦେଖୁଥିଲେ, ଯେଉଁଠାରେ କିଛି ସେକେଣ୍ଡ ପୂର୍ବରୁ ତାଙ୍କ ପିଉସୀଙ୍କ ଆଙ୍ଗୁଠିର ଉଷ୍ଣତା ସେଠାରେ ଥିଲା। ତା ପରଦିନ ସକାଳେ ଯେତେବେଳେ ବିବେକ ଉଠିଲେ, ଘରର ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ସୁମନ ସକାଳେ ଅଗଣାରେ ଝାଡ଼ୁ କରୁଥିଲେ। ଯେତେବେଳେ ତାଙ୍କ ଆଖି ବିବେକଙ୍କ ସହିତ ମିଶିଗଲା, ସେ କିଛି ସମୟ ପାଇଁ ଅଟକି ଗଲେ। ରାତିର ସାମାନ୍ୟ ଅସ୍ଥିରତା ତାଙ୍କ ଆଖିରେ ଏବେ ବି ଥିଲା। ବିବେକ ହସି ହସି କହିଲେ, ଶୁଭ ସକାଳ ଆଣ୍ଟି। ଯାଅ, ମୁହଁ ଧୋଇ ନାସ୍ତା କର। ସୁମନ ଶୀଘ୍ର କହିଲେ ଏବଂ ପୁଣି ଝାଡ଼ୁ କରିବା ଆରମ୍ଭ କଲେ। ତାପରେ ସେହି ଅପରାହ୍ନରେ ହାଲୁକା ପବନ ବହୁଥିଲା, କିନ୍ତୁ ପରିବେଶରେ ଏକ ଅଦ୍ଭୁତ ଉଷ୍ଣତା ଥିଲା। ଘରର ଅନ୍ୟ ଲୋକମାନେ କ୍ଷେତକୁ ଯାଇଥିଲେ। କେବଳ ସୁମନ ଏବଂ ବିବେକ ଘରେ ଥିଲେ। ସୁମନ ଗାଧୋଇବା ପରେ ତାଙ୍କ ରୁମକୁ ଆସିଲେ। ତାଙ୍କ ଓଦା କେଶର ପାଣି ଟପା ଟପା ହୋଇ ତାଙ୍କ ବେକ ଦେଇ ତାଙ୍କ ପିଠି ଉପରେ ପଡ଼ୁଥିଲା। ଅଧା ବାଟରେ ସେ ୱାର୍ଡରୋବ୍ ଖୋଲି ଏକ ହାଲୁକା ଗୋଲାପୀ ଶାଢ଼ୀ ବାହାର କଲେ। ବିବେକ ବାରଣ୍ଡାରେ ବସିଥିଲେ, କିନ୍ତୁ ତାଙ୍କ ଆଖି ତାଙ୍କ ପିଉସୀଙ୍କ ରୁମ୍ ଆଡ଼କୁ ଚାଲି ଯାଉଥିଲା। ସେ ନିଜକୁ ଅଟକାଇବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ମନରେ ଏକ ଅଦ୍ଭୁତ ଅଶାନ୍ତି ଅନୁଭବ ହେଲା। ମୋର କ'ଣ ହେଉଛି? ବିବେକ ନିଜକୁ ପଚାରିଲା, କିନ୍ତୁ କୌଣସି ଉତ୍ତର ନଥିଲା। ଠିକ୍ ସେତିକିବେଳେ ଏକ ହାଲୁକା ପବନ ତାଙ୍କ ପିଉସୀଙ୍କ ରୁମ୍ର ଦ୍ୱାରକୁ ଟିକେ ଖୋଲିଦେଲା। ଭିତରକୁ ଦେଖିବା ସମୟରେ ବିବେକର ଦୃଷ୍ଟି ସ୍ଥିର ହୋଇଗଲା। ସୁମନ ଦର୍ପଣ ଆଗରେ ଠିଆ ହୋଇଥିଲା। ତାଙ୍କର ଓଦା ଶାଢ଼ୀ ଏବେ ବି ତାଙ୍କ ଶରୀରରେ ଲାଗି ରହିଥିଲା। ସେ ଏକ ଟାୱେଲରେ ତାଙ୍କ କେଶ ପୋଛୁଥିଲେ ଏବଂ ତାଙ୍କର ନିଶ୍ୱାସ ଭାରୀ ହେଉଥିଲା। ବିବେକ କିଛି ସେକେଣ୍ଡ ପାଇଁ ସ୍ତବ୍ଧ ହୋଇଗଲେ। ତାପରେ ସୁମନ ଟିକେ ବୁଲିଗଲେ ଏବଂ ତାଙ୍କ ଦୃଷ୍ଟି ଦ୍ୱାର ଆଡ଼କୁ ଗଲା, ଯେଉଁଠାରେ ବିବେକ ଠିଆ ହୋଇଥିଲେ। ସେମାନଙ୍କ ଆଖି ମିଶିଗଲା। କିଛି ମୁହୂର୍ତ୍ତ ପାଇଁ ସବୁକିଛି ବନ୍ଦ ହୋଇଗଲା ପରି ମନେ ହେଲା। ସୁମନଙ୍କ ମୁହଁ ଟିକେ ଲାଲ ହୋଇଗଲା। ସେ ଶୀଘ୍ର ତାଙ୍କ ପଲକୁ ସଜାଡ଼ି ଦେଲେ, କିନ୍ତୁ ତା ଆଖିରେ ଏକ ଅଦ୍ଭୁତ ଚମକ ଏବଂ ଅସ୍ଥିରତା ଥିଲା। ପ୍ରଥମ ଥର ପାଇଁ ବିବେକକୁ ଲାଗିଲା ଯେପରି ତା ପିଉସୀ ତାକୁ ସମାନ ଭାବରେ ଦେଖୁଛି ଏବଂ ସେ ତାକୁ ଚାହିଁ ରହିପାରିଲା ନାହିଁ। ସୁମନ ଟିକେ ଭୟଭୀତ ସ୍ୱରରେ ପଚାରିଲା, ତୁମେ ଏଠାରେ କ'ଣ କରୁଛ? ବିବେକ ଚମକି ପଡ଼ିଲା ଏବଂ କହିଲା, କିଛି ନାହିଁ ଆଣ୍ଟି। ପବନ କେବଳ ଦ୍ୱାର ଖୋଲି ଦେଇଥିଲା। ସୁମନ କୌଣସି ଉତ୍ତର ଦେଲା ନାହିଁ। ସେ ବିବେକକୁ ଧ୍ୟାନ ଦେଇ ଚାହିଁ ଧୀରେ ଧୀରେ ଦ୍ୱାର ବନ୍ଦ କରିଦେଲା। କିନ୍ତୁ ସେହି ଆଖି ସବୁ କହିଦେଲା। ତାପରେ ସୁମନ ବିବେକର ସାମ୍ନାକୁ ଦେଖାଦେଲେ ନାହିଁ। ସେହି ରାତି ଅନ୍ୟ କୌଣସି ରାତି ପରି ନଥିଲା। ଥଣ୍ଡା ପବନ ବହୁଥିଲା, କିନ୍ତୁ ସୁମନର ହୃଦୟରେ ଏକ ଅଦ୍ଭୁତ ଉଷ୍ଣତା ଥିଲା। ସେ କାହିଁକି ଅନୁଭବ କଲେ ଯେ ସେହି ଆଖିରେ କିଛି ପରିବର୍ତ୍ତନ ହେଉଛି।
ସେହି ମୁହୂର୍ତ୍ତ ଯେତେବେଳେ ତା ଆଖି ବିବେକଙ୍କ ସହିତ ମିଶିଥିଲା, ବିବେକ ମଧ୍ୟ ଅସ୍ଥିର ଥିଲେ। ତା ପିଉସୀଙ୍କ ଓଦା ମୁହଁ, ସେହି ସାମାନ୍ୟ ଭୟଭୀତା, ସେହି ସାମାନ୍ୟ ଦୋହଲିବା ସ୍ୱର, ତା ମନର ନୀରବତାରେ ସବୁକିଛି ଘୁରି ବୁଲୁଥିଲା। ରାତି ପ୍ରାୟ 11ଟା ବାଜିଥିଲା। ଘରର ସମସ୍ତେ ଶୋଇପଡ଼ିଥିଲେ। ସୁମନ ଶୋଇପାରିଲା ନାହିଁ। ସେ କଡ଼ ଲେଉଟାଉଥିଲା, କିନ୍ତୁ ତା ହୃଦୟର ଅସ୍ଥିରତା ଶାନ୍ତ ହେଉନଥିଲା। ସେ ବାହାରକୁ ଯାଇ କିଛି ସତେଜ ପବନ ପାଇବାକୁ ନିଷ୍ପତ୍ତି ନେଲା। ସେ ବାରଣ୍ଡାକୁ ଆସିଲା, ଆଉ ଦେଖିଲା ଯେ ବିବେକ ସେଠାରେ ପୂର୍ବରୁ ବସିଛନ୍ତି। ସୁମନ ଧୀର ସ୍ୱରରେ ପଚାରିଲା, ତୁମେ ଏ ପର୍ଯ୍ୟନ୍ତ ଶୋଇନାହଁ? ବିବେକ ତାଙ୍କୁ ଚାହିଁଲା। ମୁଁ ଶୋଇପାରୁନାହିଁ ଆଣ୍ଟି। ତା ସ୍ୱରରେ ଏକ ଅଦ୍ଭୁତ ଗଭୀରତା ଥିଲା। ସୁମନ ପାଖରେ ଥିବା ଖଟିଆରେ ବସି କହିଲେ, ବେଳେ ବେଳେ ରାତି ଅସ୍ଥିର କରିଦିଏ। ବିବେକ ସାମାନ୍ୟ ହସି କହିଲେ, ଏବଂ ବେଳେ ବେଳେ ଜଣେ ବିଶେଷ ବ୍ୟକ୍ତି ମଧ୍ୟ। ସୁମନଙ୍କ ହୃଦୟ ହାଲକା କମ୍ପନ ହେଲା। ସେ ବିବେକକୁ ଚାହିଁଲା। ତାଙ୍କ ଆଖିରେ ଏବେ ବି ସେହି ନିରୀହତା ଥିଲା, କିନ୍ତୁ ଏବେ ଅନ୍ୟ କିଛି ବି ଥିଲା। କିଛି ଏପରି ଥିଲା ଯାହା ସୁମନ ଗଭୀର ଭିତରେ ଅନୁଭବ କଲା। କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ଏକ ଗଭୀର ନୀରବତା ଖେଳିଗଲା। ରୂପା ଚାନ୍ଦିନୀ ରାତିରେ ବିବେକ ପିଉସୀଙ୍କ ମୁହଁକୁ ଭଲ ଭାବରେ ପଢ଼ୁଥିଲେ। ତାଙ୍କର ଖୋଲା ଆଖିପତା, ସାମାନ୍ୟ ଝରୁଥିବା ଓଠ ଏବଂ ଆଖି ଯାହା କିଛି ଲୁଚାଇବାକୁ ଚେଷ୍ଟା କରୁଛି। ସୁମନ ଦୃଷ୍ଟି ବଦଳାଇଲେ। ସୁମନ ଧୀର ସ୍ୱରରେ କହିଲେ, ଯାଅ ଶୋଇବ ବିବେକ। ରାତି ଅନ୍ଧାର ହେଉଛି। ସେ ଉଠିବାକୁ ଚେଷ୍ଟା କଲେ, କିନ୍ତୁ ସେ ଉଠିବା ମାତ୍ରେ ସୁମନ ଅନୁଭବ କଲେ ଯେ ସେ ତାଙ୍କୁ ଏପରି ଦେଖୁଛନ୍ତି, ଯେପରି ଜଣେ ପୁରୁଷ ପ୍ରଥମ ଥର ପାଇଁ ଜଣେ ମହିଳାକୁ ଦେଖୁଛି। ସେ ତୁରନ୍ତ ପଛକୁ ବୁଲି ଶୀଘ୍ର ଭିତରକୁ ପଶିଗଲେ, କିନ୍ତୁ ତାଙ୍କ ହୃଦୟ ଧଡ଼ ଧଡ଼ କରୁଥିଲା। ସେ ଚୁପଚାପ ଯାଇ ଶୋଇପଡ଼ିଲେ। ତା ପରଦିନ ସେହି ସମୟରେ ସନ୍ଧ୍ୟା ବହୁତ ଗରମ ଥିଲା, କିନ୍ତୁ ଏକ ମୃଦୁ ପବନ ବହୁଥିଲା। ଅନ୍ୟ ସମସ୍ତେ କ୍ଷେତକୁ ଚାଲି ଯାଇଥିଲେ। କେବଳ ସୁମନ ଏବଂ ବିବେକକୁ ଘରେ ଛାଡ଼ି ଯାଇଥିଲେ। ସୁମନ ଅଗଣାରେ ବସି ପନିପରିବା କାଟୁଥିଲେ। ସୂର୍ଯ୍ୟ ଅସ୍ତ ହେଉଥିଲା ଏବଂ ତାର ନରମ କମଳା ଆଲୋକ ତାଙ୍କ ମୁହଁ ଉପରେ ପଡ଼ିଥିଲା। ସେ ଶାନ୍ତ ଦେଖାଯାଉଥିଲେ, କିନ୍ତୁ ତାଙ୍କ ହୃଦୟ ଭିତରେ ଏକ ଆଲୋଡ଼ନ ଥିଲା, ଏକ ଅବ୍ୟକ୍ତ ଭାବନା, ଯାହା ସେ ନିଜଠାରୁ ମଧ୍ୟ ଲୁଚାଇ ରଖିଥିଲେ। ଏହି ସମୟରେ ବିବେକ ବାରଣ୍ଡାରେ ବସିଥିଲେ। ତାଙ୍କ ଆଖି ତାଙ୍କ ପୁସ୍ତକ ଉପରେ ଥିଲା, କିନ୍ତୁ ତାଙ୍କ ମନ ଅନ୍ୟତ୍ର ଥିଲା, ଏବଂ ସେ ବାରମ୍ବାର ତାଙ୍କ ପିଉସୀଙ୍କୁ ଚାହିଁ ରହିଥିଲେ। ଆଜି ତାଙ୍କ ପିଉସୀ ତାଙ୍କୁ ଭିନ୍ନ ଲାଗୁଥିଲେ। ଯେତେବେଳେ ତାଙ୍କ କେଶ ପବନରେ ତାଙ୍କ ମୁହଁ ଉପରକୁ ଉଡ଼ି ଆସୁଥିଲା, ବିବେକ ଏକ ଅଜବ ଅନୁଭବ କରୁଥିଲେ। ତାପରେ ହଠାତ୍ ସୁମନଙ୍କ ହାତ ପ୍ରାୟ କଟିବାରୁ ବଞ୍ଚିଗଲା। ଓଃ, ସେ ଚମକି ପଡ଼ିଲେ। ବିବେକ ତୁରନ୍ତ ଉଠି ତାଙ୍କ ପାଖକୁ ଆସିଲେ। ଆଣ୍ଟି, ତୁମର ଧ୍ୟାନ କେଉଁଠି? ସୁମନ ଏକ ସାମାନ୍ୟ ହସ ଦେଲେ। କିଛି ନାହିଁ, ବାସ୍ ଏମିତି। ବିବେକ ସୁମନଙ୍କ ହାତକୁ ଚାହିଁଲେ। ତାଙ୍କର ନରମ ଆଙ୍ଗୁଠିଗୁଡ଼ିକ ଟିକେ ଗୋଲାପୀ ହୋଇଯାଉଥିଲା, ହୁଏତ ପନିପରିବା ରସରୁ। ସେ କିଛି ଭାବୁଥିଲେ। ହଠାତ୍ ଏକ ପବନ ବୋହିଲା ଏବଂ ସୁମନର ପଲୁ ତାଙ୍କ ହାତକୁ ହାଲୁକା ଭାବରେ ସ୍ପର୍ଶ କଲା, ଏବଂ ଉଭୟ ଶରୀରରେ ଏକ ସାମାନ୍ୟ ଶିହରଣ ଖେଳି ଉଠିଲା। ବିବେକ ଅନୁଭବ କଲେ ଯେ ସୁମନ ମଧ୍ୟ ସ୍ତବ୍ଧ ହୋଇଗଲେ। ସେମାନେ କିଛି ସେକେଣ୍ଡ ପାଇଁ ପରସ୍ପରକୁ ଚାହିଁଲେ, କିନ୍ତୁ କେହି କିଛି କହିପାରିଲେ ନାହିଁ। ସୁମନ ଶୀଘ୍ର ତାଙ୍କ ପଲୁକୁ ସଜାଡ଼ି ସେଠାରୁ ଉଠିବାକୁ ଲାଗିଲେ, କିନ୍ତୁ ସେ ଗୋଟିଏ ପାଦ ଉଠାଇବା ମାତ୍ରେ ତାଙ୍କ ପାଦ ମୋଡ଼ିଗଲା। ସେ ପଡ଼ିବାକୁ ଯାଉଥିବା ବେଳେ ବିବେକ ତୁରନ୍ତ ତାଙ୍କୁ ଧରି ପକାଇଲେ। ତୁମେ ଏବେ ଠିକ୍ ଅଛ? କ'ଣ ହେଲା? ତାଙ୍କ ସ୍ୱର ନରମ ଥିଲା, କିନ୍ତୁ ଏଥିରେ କିଛି ଥିଲା, କିଛି ଯାହା କେବଳ ସୁମନ ବୁଝିପାରୁଥିଲେ। ସୁମନ ତୁରନ୍ତ ନିଜକୁ ଅଲଗା କରିଦେଲେ। ହଁ, ମୁଁ ଭଲ ଅଛି, ସେ ଶୀଘ୍ର କହିଲେ ଏବଂ ତଳକୁ ଚାହିଁଲେ। କିନ୍ତୁ ଯେତେବେଳେ ସେ ଉପରକୁ ଚାହିଁଲେ, ବିବେକ ଗଭୀର ସ୍ଥିର ଆଖିରେ ତାଙ୍କୁ ଦେଖୁଥିଲେ। ସୁମନର ଗଳା ଶୁଖିଗଲା। ସେ ଜାଣିଥିଲେ ଯେ ଏହା କେବଳ ଏକ ସଂଯୋଗ ନୁହେଁ। ପୁଣି ରାତି ହୋଇଗଲା, କିନ୍ତୁ ସୁମନଙ୍କ ଆଖିରେ ନିଦ ନଥିଲା। ସେ ବାରମ୍ବାର ପାର୍ଶ୍ୱ ପରିବର୍ତ୍ତନ କରୁଥିଲେ, କିନ୍ତୁ ତାଙ୍କ ମନରେ କେବଳ ଗୋଟିଏ ପ୍ରତିଛବି ଝଲସୁଥିଲା। ବିବେକର ତୀବ୍ର ଦୃଷ୍ଟି, ତାଙ୍କ ଆଙ୍ଗୁଠିରେ ଦୃଢ଼ ମୁଠା, ଏବଂ ପ୍ରଥମ ଥର ପାଇଁ ଅନୁଭବ କରିଥିବା ଅବ୍ୟକ୍ତ ଭାବନା। ମୁଁ ଏ କ'ଣ କରୁଛି? ସେ ନିଜକୁ ବୁଝାଇବାକୁ ଚେଷ୍ଟା କଲେ। ସେ ମୋର ପୁତୁରା।
ମୁଁ ଏପରି ଭାବିବା ଉଚିତ ନୁହଁ। କିନ୍ତୁ ସତ୍ୟ ଏହା ଥିଲା ଯେ ତାଙ୍କ ମନ ଆଉ ତାଙ୍କୁ ମିଛ କହିପାରିବ ନାହିଁ। ବାରଣ୍ଡାରେ ଶୋଇଥିବା ବିବେକ ମଧ୍ୟ ଜାଗ୍ରତ ଥିଲେ। ସେ ଜାଣିଥିଲେ ଯେ ତାଙ୍କ ପିଉସୀ ତାଙ୍କୁ ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କର ଭାରୀ ନିଶ୍ୱାସ, ସାମାନ୍ୟ ନର୍ଭସ୍ ଏବଂ ଥରିଥିବା ସ୍ୱର ସୂଚାଇ ଦେଉଥିଲେ ଯେ ସେ ମଧ୍ୟ ଆଉ ଏହି ଭାବନାରୁ ମୁକ୍ତ ନୁହନ୍ତି। ଠିକ୍ ସେତେବେଳେ ଭିତରୁ ଏକ ମୃଦୁ ଶବ୍ଦ ଆସିଲା। ବିବେକ ଚମକି ପଡ଼ିଲେ। ସେ ଦେଖିଲେ ଯେ ସୁମନ ଧୀରେ ଧୀରେ ବାରଣ୍ଡା ପାଖକୁ ଆସୁଛି। ହାଲୁକା ପବନରେ ତାର ଖୋଲା କେଶ ଉଡ଼ୁଥିଲା। ଚାନ୍ଦିନୀ ରାତିରେ ତାର ଶାଢ଼ୀର ପଲ୍ଲୁ ତା କାନ୍ଧରୁ ଟିକେ ଖସି ଯାଇଥିଲା, ଯାହା ତା ବେକର ନରମ ଉଜ୍ଜ୍ୱଳ ଚର୍ମକୁ ପ୍ରକାଶ କରୁଥିଲା। ବିବେକର ହୃଦୟର ଧକ୍ ଧକ୍ କ୍ଷିପ୍ର ହୋଇଯାଇଥିଲା। ସୁମନ ନିଜକୁ ସଂଯମ କରିବାକୁ ଚେଷ୍ଟା କଲା, କିନ୍ତୁ ସେ ଆସି ବାରଣ୍ଡାରେ ଠିଆ ହେଲା। ସେ ଭାବିଲା ଯେ ବିବେକ ନିଶ୍ଚୟ ଶୋଇଥିବେ, କିନ୍ତୁ ବିବେକଙ୍କ ଆଖି ସହିତ ତାର ଆଖି ମିଶିବା ମାତ୍ରେ ସେ ଅଟକିଗଲା। ବିବେକ ହାଲୁକା ହସ ଦେଇ ପଚାରିଲା, ଆଣ୍ଟି, ତୁମେ ଏତେ ରାତିରେ ଜାଗ୍ରତ? ସୁମନ ଧୀରେ ଉତ୍ତର ଦେଲା, ମୁଁ ଶୋଇପାରୁନାହିଁ। ତାର ସ୍ୱର ଟିକେ ଥରି ଉଠିଲା। ସେ ପାଖରେ ଥିବା ଖଟିଆରେ ବସିଗଲା। ବିବେକ ଏବେ ବି ତାକୁ ଦେଖୁଥିଲା। ଚନ୍ଦ୍ରାଲୋକରେ ତା ମୁହଁରେ ଲାଲ ରଙ୍ଗ ଥିଲା। ତା ଆଖିରେ ଏକ ଅଦ୍ଭୁତ କୋମଳତା ଥିଲା। ସୁମନ ଜାଣିପାରିଲା ଯେ ବିବେକ ତାକୁ ଦେଖୁଛି, ଯେପରି ଜଣେ ପୁରୁଷ ଜଣେ ମହିଳାକୁ ଦେଖେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାକୁ ଏହା ଭୁଲ ଲାଗିଲା ନାହିଁ। ଠିକ୍ ସେତିକିବେଳେ ଏକ ହାଲୁକା ପବନ ବୋହିଲା ଏବଂ ସୁମନଙ୍କ କେଶ ତା ମୁହଁରେ ଉଡ଼ି ପଡ଼ିଲା। ବିବେକ ପ୍ରତିରୋଧ କରିପାରିଲା ନାହିଁ। ସେ ଧୀରେ ଧୀରେ ହାତ ବଢ଼ାଇ ସୁମନଙ୍କ ମୁହଁରୁ ତାଙ୍କ କେଶକୁ ପଛକୁ କରିଦେଲେ। ସୁମନଙ୍କ ସମଗ୍ର ଶରୀର ଯେପରି ଶୂନ୍ୟ ହୋଇଗଲା ଏବଂ ଏଥର ସେ ନିଜକୁ ସମ୍ଭାଳି ପାରିଲେ ନାହିଁ। ଆଉ ଦୁହେଁ ପରସ୍ପର ସହ। ତେଣୁ ବନ୍ଧୁଗଣ, ଏହି କାହାଣୀ ଆଗକୁ ଜାରି ରହିବ। ଆଗକୁ ଏହି କାହାଣୀରେ କ'ଣ ସବୁ ହେବ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ। ଧନ୍ୟବାଦ।